ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କଳାପଥର ଗାଁର ଅବସରପ୍ରାପ୍ତ ଶିକ୍ଷକ ରମେଶ ପ୍ରସାଦ ପ୍ରଧାନଙ୍କ 89 ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି। ଅବସର ପରେ ସେ କଂଗ୍ରେସ ଦଳର ମଧ୍ୟ ନେତୃତ୍ୱ ନେଇଥିଲେ। ଜଣେ ଅମାୟିକ, ସରଳ ଏବଂ ମିଷ୍ଟଭାଷୀ ବ୍ୟକ୍ତି ହିସାବରେ ଅଞ୍ଚଳରେ ସେ ବେଶ୍ ଜଣାଶୁଣା ଥିଲେ। ଗାଁରେ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସତ୍ୟବାଦୀ ବିଦ୍ୟାପୀଠ କଳାପଥରକୁ ସେ 13 ଏକର ଜମି ଦାନ କରିଥିଲେ। ସେହିଭଳି ଗାଁର ମହାକାଳେଶ୍ୱର ମନ୍ଦିରର ସେ ଥିଲେ ପ୍ରତିଷ୍ଠାତା ସଭାପତି। ଆଜି କଳାପଥରସ୍ଥିତ ବାସଭବନରେ ତାଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ପୁଅ ଶତାନନ୍ଦ, ରଞ୍ଜନ, ସଞ୍ଜୀବ, ରାଜୀବ, ସୁଧୀର, ନାତି ଗୋପେଶ, ରିକୁ, ରିପୁଲ ଏବଂ ସୋମ ଉପସ୍ଥିତ ଥିଲେ। ଖବର ପାଇ ଆଖପାଖ ଅଞ୍ଚଳର ଅନେକ ବ୍ୟକ୍ତିବିଶେଷ ତାଙ୍କ ଶେଷ ଦର୍ଶନ କରିଛନ୍ତି। ଗାଁ ଶ୍ମଶାନରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।